ଚର୍ଚ୍ଚସ୍ ମାନଙ୍କରେ ପ୍ରାଚୀନ ମାନଙ୍କର ଗୋଟାଏ ବଡ଼ ରୋଲ୍ ଅଛି, ଗୋଟାଏ ବଡ଼ କର୍ତ୍ତବ୍ୟ ଅଛି। ଏବଂ ଯେବେ ଆମମାନେ ପ୍ରାଚୀନ ମାନଙ୍କର ଚୟନ କରୁଅଛୁ, ବାଇବଲ କହେ ଏଲ୍ଡର୍ସ ସୁଡ୍ ହାଭ୍ ସମ୍ କ୍ୱାଲିଟିଜ୍। ଏଲ୍ଡର୍ସ ବା ପ୍ରାଚୀନ ମାନଙ୍କ ପାଖରେ କିଛି ଗୁଣ, କିଛି ଯୋଗ୍ୟତା ସେମାନଙ୍କ ପାଖରେ ରହିବାକୁ ପଡ଼େ। ଯଦି ସେହି କ୍ୱାଲିଟି, ସେହି ଯୋଗ୍ୟତା ସେମାନଙ୍କ ପାଖରେ ନାହିଁ, ପ୍ରଭୁଙ୍କର ସେବା କରିବାରେ ବିଫଳ ହେବ। ସେମାନଙ୍କ ପାଖରେ ପ୍ରଥମ କ୍ୱାଲିଟି, ସେମାନେ ପ୍ରାର୍ଥନା ପ୍ରିୟ ବ୍ୟକ୍ତି ହେବାକୁ ପଡ଼େ। ପ୍ରତ୍ୟେକ ପ୍ରାଚୀନ ପ୍ରାର୍ଥନା ପ୍ରତି ରୁଚି ରଖିବାକୁ ପଡ଼େ। ସେମାନଙ୍କର ଅଧିକ ସମୟ ସେମାନେ ଯେପରି ପ୍ରାର୍ଥନାରେ ସ୍ପେଣ୍ଡ କରୁଅଛନ୍ତି, ତାହା ଆମମାନଙ୍କୁ ଧ୍ୟାନ ରଖିବାକୁ ପଡ଼େ। ଯଦି ସେମାନେ ପ୍ରାର୍ଥନା ପ୍ରିୟ ଅଛନ୍ତି, ତେବେ ସେମାନେ ମଣ୍ଡଳୀ ନିମନ୍ତେ, ବିଶ୍ୱାସୀମାନଙ୍କ ନିମନ୍ତେ ବୋଝର ସହିତ ପ୍ରାର୍ଥନା କରିପାରିବେ। ଯଦି ସେମାନଙ୍କର ପ୍ରାର୍ଥନା କରିବାର ଅଭ୍ୟାସ ନାହିଁ, ଯଦି ସେମାନଙ୍କୁ ପ୍ରାର୍ଥନା କରିବା ଆସେ ନାହିଁ, ବିଶ୍ୱାସୀମାନଙ୍କ ନିମନ୍ତେ କେଉଁ ପ୍ରକାର ସେମାନେ ବୋଝର ସହିତ ପ୍ରାର୍ଥନା କରିବେ? ସେ ନିଜେ କେବେ ପ୍ରାର୍ଥନା କରୁନାହିଁ, ସେ ଅନ୍ୟମାନଙ୍କ ନିମନ୍ତେ କେଉଁ ପ୍ରକାର ପ୍ରାର୍ଥନା କରିବେ? ଦ୍ୱିତୀୟ କ୍ୱାଲିଟି, ସେ ଗୋଟାଏ ଭଲ ପ୍ରଚାରକ ହେବାକୁ ପଡ଼େ। ସେ ଜଣେ ଭଲ ଶିକ୍ଷକ ହେବାକୁ ପଡ଼େ। ସେ ଉତ୍ତମ ଭାବରେ ପ୍ରଭୁଙ୍କର ବାକ୍ୟକୁ ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଉଥିବାକୁ ପଡ଼େ। ଯଦି ସେ ନିଜେ ପ୍ରଭୁଙ୍କର ବାକ୍ୟ ଜାଣିନାହିଁ, ସେ ଯଦି ନିଜେ ପ୍ରଭୁଙ୍କର ବାକ୍ୟ କେବେ ଧ୍ୟାନ କରୁନାହିଁ, ତ ସେ କେଉଁ ପ୍ରକାର ଭାବରେ ଗୋଟେ ଉତ୍ତମ ଶିକ୍ଷକ ହୋଇପାରିବ? ସେ କେଉଁ ପ୍ରକାର ଭାବରେ ଗୋଟେ ଉତ୍ତମ ପ୍ରଚାରକ ହୋଇପାରିବ? ପ୍ରାଚୀନର କର୍ତ୍ତବ୍ୟ ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ସେ ପରାମର୍ଶ କରିବ, ବାକ୍ୟରୁ ଶିକ୍ଷା ଦେବ, ପ୍ରଚାର କରିବ। ତାହା ମୁଖ୍ୟ ସେବା ସେମାନଙ୍କୁ ପ୍ରଭୁଙ୍କର ବାକ୍ୟ ଦ୍ୱାରା ଉତ୍ସାହ କରିବାର ଯୋଗ୍ୟତା ଗୋଟାଏ ପ୍ରାଚୀନଙ୍କ ପାଖରେ ଥିବାକୁ ପଡ଼େ। ନିଜେ କେବେ ବାଇବଲ ପଢ଼ୁନାହିଁ, ବାଇବଲର ଜ୍ଞାନ ତାହାଙ୍କ ପାଖରେ ନାହିଁ, ସେ କେଉଁ ପ୍ରକାର ଭାବରେ ସେ ଅନ୍ୟକୁ ପ୍ରଚାର କରିବ, ଶିକ୍ଷା ଦେବ? ବିଲକୁଲ ସମ୍ଭବ ନୁହେଁ। ତୃତୀୟ କ୍ୱାଲିଟି, ସେ ଜଣେ ରୋଲ ମଡେଲ ହେବାକୁ ପଡ଼େ। ତାର ସାକ୍ଷ୍ୟ ଉତ୍ତମ ହେବାକୁ ପଡ଼େ। ଗୋଟାଏ ପ୍ରାଚୀନ ଜଣେ ଉତ୍ତମ ହଜବେଣ୍ଡ ହେବାକୁ ପଡ଼େ। ସେ ଯଦି ଭଲ ହଜବେଣ୍ଡ ନୁହେଁ, ସେ ଭଲ ପ୍ରାଚୀନ ମଧ୍ୟ ହୋଇପାରିବ। ସେ ଯଦି ଗୋଟାଏ ଭଲ ପିତା ନୁହେଁ, ତ ସେ କେବେ ମଧ୍ୟ ଗୋଟେ ପ୍ରଭୁଙ୍କର ଭଲ ଦାସ ହୋଇପାରିବ। ଯଦି ସମାଜରେ ତାର ଭଲ ସାକ୍ଷ୍ୟ ନାହିଁ, ତାର ଚରିତ୍ର ଖରାପ, ତ ମଣ୍ଡଳୀରେ ସେ କେଉଁ ପ୍ରକାର ଆତ୍ମିକରେ ଅନ୍ୟ ବିଶ୍ୱାସୀମାନଙ୍କୁ ଲିଡ୍ କରିକି ନେଇପାରିବ? ସେ ଆପଣମାନଙ୍କର ନିଜ ଲୋକ ବୋଲି ଚୟନ କରନ୍ତୁ ନାହିଁ। ସେ ଆମମାନଙ୍କର ପରିଚୟରେ ଅଛନ୍ତି ବୋଲି ଚୟନ କରନ୍ତୁ ନାହିଁ। ସେ ଆମମାନଙ୍କର ଫ୍ରେଣ୍ଡ ସର୍କଲରେ ଆସୁଅଛନ୍ତି ବୋଲି ଚୟନ କରନ୍ତୁ ନାହିଁ। ଆପଣମାନେ ଦେଖନ୍ତୁ ତାହାଙ୍କ ପାଖରେ କିଛି ଯୋଗ୍ୟତା ଅଛି କି? ଯଦି ଯୋଗ୍ୟତା ଅଛି, ସେ ଯେ କେହି ବି ହେଇମାନେ ଚୟନ